ମୋ ସମ୍ବାଦ ଖବର ଆପଣଙ୍କର ପ୍ରସାଦ ଆମର। ସାଲେପୁର ବିଧାନସଭାର ଆଜିର ଏହି ସାମ୍ବାଦିକ ବନ୍ଧୁମାନଙ୍କୁ ଡାକିବା ପଛର କାରଣ ଗତକାଲି ଆମେ ସମସ୍ତେ 2024 ମସିହାର ନିର୍ବାଚନ ଶେଷ ପର୍ଯ୍ୟାୟର ନିର୍ବାଚନ ଆମ ସାଲେପୁର ବିଧାନସଭାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆମମାନେ ମଧ୍ୟ ସାକ୍ଷୀ ଅଛନ୍ତି ସେ ନିର୍ବାଚନରେ। ଯେଉଁଭଳି ଭାବରେ ବିଜୁ ଜନତା ଦଳର ଗୁଣ୍ଡାରାଜ, ଅରାଜକତା ଏବଂ ଆତଙ୍କରାଜ ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଭିତରେ ଜାରି ରହିଥିଲା ଏବଂ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀମାନେ ମଧ୍ୟ ସେଥିରେ ସହଯୋଗୀ ସାଜିଥିଲେ। ଭାରତୀୟ ଜନତା ପାର୍ଟି ତରଫରୁ ଏ କଥାକୁ ଆମେ ନିନ୍ଦା କରୁଛୁ। ଭାରତୀୟ ଜନତା ପାର୍ଟିର ସାଲେପୁର ବିଧାନସଭା ପାଇଁ ଯିଏ ଆମର ପ୍ରାର୍ଥୀଙ୍କର ଏଜେଣ୍ଟ ସଞ୍ଜୟ ରାଉତ ଯେତେବେଳେ ଖବର ପାଇକି ଆପଣଙ୍କର 184 ଆଉ 185 ବୁଥରେ ମାଳ ଶାସନ ଖବର ପାଇଲେ ଯେ ବିଜୁ ଜନତା ଦଳର କର୍ମୀ ତାଙ୍କର ଗୁଣ୍ଡାମାନେ ଜୋର ଜବରଦସ୍ତି ବୁଥ ଦଖଲ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଲୋକମାନଙ୍କୁ ଧମକେଇକି ଜୋର ଜବରଦସ୍ତି ଭୋଟ ପକାଉଛନ୍ତି। ସେତେବେଳେ ଏ ଖବର ପାଇ ଆମର କାର୍ଯ୍ୟକର୍ତ୍ତାଙ୍କଠାରୁ ଆମର ନିର୍ବାଚନର ଯେ ଏଜେଣ୍ଟ ଏହି ବିଧାନସଭା ପାଇଁ ସେ ପହଞ୍ଚିଥିଲେ। ପହଞ୍ଚିଲା ପରେ ତାଙ୍କ ସହିତ ଯେଉଁ ସହଯୋଗୀମାନେ ଥିଲେ ଆମର କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଯେଉଁଭଳି ଭାବରେ ସେଠି ମରଣାନ୍ତକ ଆକ୍ରମଣ କରାଗଲା। ବୁଥ ଭିତରୁ, ଭୋଟ କେନ୍ଦ୍ର ଭିତରୁ ପ୍ରିଜାଇଡିଂ ଅଫିସରଙ୍କ ଉପସ୍ଥିତିରେ, ପୋଲିସ ବାହିନୀମାନଙ୍କର ଉପସ୍ଥିତିରେ ଯେଉଁଭଳି ଭାବରେ ତାଙ୍କୁ ମାଡ଼ ମାରିବା, ସିଧା ଗୋଟା ତଳେ ପକେଇ ବାଉଁଶରେ ଆଟାକ୍ କରିବା, ବାଉଁଶ ବାଡ଼ିରେ ପନିକିରେ ଆଟାକ୍ କରିବା, ଇଟା ପଥର ଢେଲା ମାରିକି ମୁଣ୍ଡକୁ ଛେଚି ଦେବାର ପ୍ରକ୍ରିୟା କରାଇବା, ଇଏ ନିଶ୍ଚିତ ଭାବରେ ମୋତେ ତ ଅନୁଭବ ହେଉଛି ବିଜୁ ଜନତା ଦଳ ଯେଉଁଭଳି ଭାବରେ ରକ୍ତମୁଖା କରିଥିଲା। ଏଥିରୁ ସ୍ପଷ୍ଟ ଅନୁମାନ ରାଜନୀତିରେ ସେମାନେ କୋଉଠି ନା କୋଉଠି ହତୋତ୍ସାହିତ ହେଇଛନ୍ତି, ହାରିଯିବାର ଭୟ ତାଙ୍କୁ ଦେଖାଦେଇଛି। ଯେଉଁଥିପାଇଁ କି ଏ ପ୍ରକାର ଏକ ହୀନ ଚକ୍ରାନ୍ତ ଅମାନବୀୟ ଘଟଣା ଘଟାଇଛନ୍ତି, ଯାହାକି ଗଣତନ୍ତ୍ରର ଏ ପର୍ବରେ ଏ ପ୍ରକାର କାର୍ଯ୍ୟକୁ କେବେ ବି ସାଧାରଣ ଲୋକ ଗ୍ରହଣ କରିବେ ନାହିଁ। ଆମେ ମଧ୍ୟ ଏ କଥାକୁ ସାମ୍ନା କରିବୁ, ସାଧାରଣ ଜନତା ମଧ୍ୟ ସାମ୍ନା କରିଛନ୍ତି। ତ ମୋର ନିବେଦନ, ଆମେ ସେଇ ଯେଉଁମାନେ ଦୋଷୀ ଅଛନ୍ତି, ବିଶେଷ କରିକି ମୁଖ୍ୟ ଅଭିଯୁକ୍ତ ଯିଏ ଘଟଣା ପଛରେ ଥିଲେ ରମେଶ ଜେନା, ଆପଣ ସମସ୍ତେ ତାଙ୍କୁ ଜାଣନ୍ତି। ପୂର୍ବତନ ଏ ଅଞ୍ଚଳର ଯେ ବ୍ଲକରେ ମଧ୍ୟ ଭାଇସ୍ ଚେୟାରମ୍ୟାନର ଦାୟିତ୍ୱ ନେଇଥିଲେ। ଯେଉଁଭଳି ଭାବରେ ସେ ବୁଥରେ ଗୁଣ୍ଡାରାଜ କଲେ ଏବଂ ତାଙ୍କର ସହଯୋଗୀ ଯେଉଁମାନେ ତାଙ୍କୁ ସହଯୋଗ କରିଥିଲେ, ଏମିତି ଆମେ ସମସ୍ତଙ୍କ ନାଁରେ ପୋଲିସ ଷ୍ଟେସନରେ ଏଫଆଇଆର ଦର୍ଜ କରିଛନ୍ତି। 234 ନମ୍ବର ଯେଉଁ ଆମର ପୋଲିସ କେସ୍ ନମ୍ବରରେ ଆମେ ସେମାନଙ୍କର ଏଫଆଇଆର ଦାୟର କରିଛନ୍ତି ଏବଂ ଯିଏ ଆମର ଆଡିସନାଲ ଏସପି ଏଠି ମଧ୍ୟ ଉପସ୍ଥିତ ଥିଲେ ଅଶ୍ୱିନୀ ସାହୁ ଏବଂ ଅନ୍ୟ ପୋଲିସ ଅଧିକାରୀ ଏସପି ମହୋଦୟ ମଧ୍ୟ ନିଜେ ଏ ପ୍ରକାର ପ୍ରତିଶ୍ରୁତି ଦେଇଥିଲେ ଯେ ସମସ୍ତ ଦୋଷୀ ଯେଉଁମାନେ ଅଛନ୍ତି ତାଙ୍କୁ କାଲି ରାତି ସୁଦ୍ଧା ଗିରଫ କରାଇବା ପାଇଁ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣକୁ ଅନାମଧ୍ୟ ବ୍ୟକ୍ତିଙ୍କୁ ଆଣି ଥାନାରେ ବସାଇଛନ୍ତି, କିନ୍ତୁ କାହାକୁ ବି ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ। ଭାରତୀୟ ଜନତା ପାର୍ଟି ଏ କଥା ଉପରେ ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଆମେ ଜଣାଇଛନ୍ତି, ନିର୍ବାଚନ କମିଶନକୁ ମଧ୍ୟ ଆମେ ଜଣାଇଛନ୍ତି, କଟକର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଏ ବିଷୟରେ ଆମେ ଅବଗତ କରାଇଛନ୍ତି। ମୁଁ କହିବା ପାଇଁ ଚାହେଁ 48 ଘଣ୍ଟା ଭିତରେ ଯଦି ପୋଲିସ ତୁରନ୍ତ ସେହି ଦୋଷୀମାନଙ୍କୁ ଗିରଫ ନ କରେ, ଭାରତୀୟ ଜନତା ପାର୍ଟି ତରଫରୁ ସାଲେପୁର ଥାନା ଘେରାଉ କରାଯିବ। ଭାରତୀୟ ଜନତା ପାର୍ଟି ତରଫରୁ ଯେଉଁଭଳି ଭାବରେ ଅତି ଶସ୍ତା ମନ୍ତବ୍ୟ କଟକ ଜିଲ୍ଲାପାଳ ମହୋଦୟ ଦେଇଛନ୍ତି ଯେ ସେ ଘଟଣା ସେମିତି କିଛି ଘଟି ନାହିଁ, କ୍ୟାଣ୍ଡିଡେଟଙ୍କର ଉପସ୍ଥିତି ସେଠି ଏ ଘଟଣାକୁ ବଢ଼େଇଲା। ମୁଁ ତ ଆପଣଙ୍କ ମାଧ୍ୟମରେ ପଚାରିବା ପାଇଁ ଚାହେଁ,
कटक डिस्ट्रिक्ट मजिस्ट्रेट जिलापाल महोदय रिटर्निंग अफिसर को जे आमर प्रार्थी कोन से जगह थिले तांकर सामान्यतम ज्ञान नहीं तांकर निजर कौन विजिलेंस टीम ता भीतर नहीं इंटेलिजेंस टीम ता भीतर नहीं केही भी ताको जणाइले नहीं प्रार्थी जते बडे अन्य जगह थिले प्रार्थीकर एजेंट से पहुंची ये खबर पाई सारा एवं निजे मध्य प्रिजाइडिंग अफिसर ए प्रकार जो 2 नंबर काम रे निजे मध्य विजु जनता दल को सहयोग करिते तो मोर कहवा कथा कटक जिलापाल जो मंतव्य जो प्रकार से दायित्वहीन मंतव्य देते ट्वीट कर निंदा करुचु एवं ए कथार जदि तुरंत से जगह जो निर्वाचन होती 184 185 आम से जगह बूथ रिगिंग कर विजु जनता दल तरफ जोर जबरदस्ती करके प्रिजाइडिंग अफिसर को सहायता कर एजेंट मानक भगेक से जगह से जोर जबरदस्ती करें से जगह सानी मतदान दाबी कर ए कथार भारतीय जनता पार्टी तरफ निर्वाचन कमिशन को लिखित भाव में दि जाए आपण जो कथा रखिली 48 घंटा मध्य जदि पुलिस तार दायित्व निर्वाह न करती आम अनुभव करूँ विजु जनता दलर कर्मी भाव में सालेपुर पुलिस काम करुच्ची कटक जिला पदाधिकारी माने काम करुँच प्रशासनिक अधिकारी माने से जिलापाल ऑफिस घेराव कर भारतीय जनता पार्टी ये कथा को आपण माध्यम कहवाई चाहूँ मुझे कहवाई चाहे सालेपुर विधानसभा अनेक एमती बूथ अच्छे जो बूथ को आम संवेदनशील बूथ भाव में मो संवाद खबर आपणकर प्रसाद आमर।